ମୁଁ ହେଉଛି ହରିହର ସେठ ଡେପୁଟି ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ সোসাইটি ଗଜପତି ଡିଷ୍ଟ୍ରିକ୍ଟ। ସାର୍ କ'ଣ କହିବେ ଯେଉଁ ଆନ୍ତର୍ଜାତିକ ସମବାୟ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି, ଆଜି ମା ପାଇଁ ଗୋଟେ ଗଛଟିଏ ଯେଉଁ କାର୍ଯ୍ୟକ୍ରମ ହେଇଛି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କରାଯାଇଛି, ତା ଉପରେ କ'ଣ କହିବେ? ଆପଣମାନେ ସମସ୍ତେ ଜାଣିଥିବେ ଚଳିତ ବର୍ଷ 2025କୁ ଆମର ଆନ୍ତର୍ଜାତିକ ସମବାୟ ବର୍ଷ ଭାବରେ ପାଳନ କରାଯାଉଛି ଏବଂ ମାର୍ଚ୍ଚ ମାସ ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରତି ମାସରେ ଆୟୋଜନ କରାଯାଉଛି। ଆମର ଚଳିତ ମାସର କାର୍ଯ୍ୟକ୍ରମ ରହିଛି ବୃକ୍ଷରୋପଣ କାର୍ଯ୍ୟକ୍ରମ, ଯାହାକି ଏକ ପେଡ଼ ମା କି ନାମ। ସେ ଅନୁସାରେ ସାର୍ ଆମେ ଗଜପତି ଜିଲ୍ଲାର ଆମର ଯେତେ ସୋସାଇଟି ଅଛି, ଆମର ପୂର୍ବରୁ 50ଟା ଥିଲା, ବର୍ତ୍ତମାନ ନୂଆ ଗଠନ ହେଇଛି 50ଟା, 100ଟାକୁ 80ଟା ହିସାବରେ ଆମେ 8000 ବୃକ୍ଷରୋପଣ ଆମେ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଛୁ ଏବଂ ଡିଏଫଓଙ୍କର ସହାୟତାରେ କଲେକ୍ଟରଙ୍କ ସହାୟତାରେ ତାହା ଆମର ଏଇଟା ଆମେ ସମ୍ପାଦନ କରିପାରୁଛୁ। ତାହା ଆଜି ଆମର ଏ କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜି ସିଦ୍ଧମଢଙ୍କ ସୋସାଇଟିରେ ହେଲା ସମସ୍ତଙ୍କର ସହଯୋଗରେ ଏବଂ ଆଶା କରୁଛୁ ସବୁ ସୋସାଇଟିରେ ହେବ, ସବୁ ଜାଗାରେ ହେବ। ଗଛ ଲଗାଇଦେଲା ପରେ ତାପରେ ତାର ରକ୍ଷଣାବେକ୍ଷଣ ବି ଦାୟିତ୍ୱ ସେମାନେ ନେବେ। ସମାଜକୁ କ'ଣ ବାର୍ତ୍ତା ଦେବେ ସାର୍? ସୋସାଇଟି କ'ଣ ବାର୍ତ୍ତା ଦେବେ? ଯେଉଁ ପ୍ଲାଣ୍ଟେସନ୍ ଲଗାଗଲା ସେମାନେ ସୁସ୍ଥ ସମାଜ ଅତ୍ୟନ୍ତ ଦରକାର ମନୁଷ୍ୟ ସମାଜ ପାଇଁ ଏବଂ ସୁସ୍ଥ ସମାଜ ପାଇଁ ଅମ୍ଳଜାନ ଦରକାର, ଅମ୍ଳଜାନ ପାଇଁ ବୃକ୍ଷରୋପଣ ନିହାତି ଦରକାର। ଏ ବାର୍ତ୍ତା ଆମର ସମବାୟ ସମିତିର ରହିବ ସାର୍।